ମୁଁ ଅନାମଚନ୍ଦ୍ର ସାହୁ ସଙ୍ଗାମାଲ ଗ୍ରାମର ବାସିନ୍ଦା। ଆଉ ଏଇ ରୋଡ ସାଇଡରେ ଆମ ଘର ଅଛି। ଏଇଟା ଆମେ ବାରମ୍ବାର ପ୍ରଶାସନକୁ ଜଣାଉଛୁ। ତାପରେ ଗତ 2 ଦିନ ପୂର୍ବେ କଲେକ୍ଟରକୁ ବି ରିଭାନ୍ସ ଦିଆହେଇଛି। ତା ଆଗରୁ ଆମେ ବହୁତ ଥର ସେ ଠିକେଦାରକୁ କହିଲୁ, ଆମର ଯେଉଁ PWD ଡିପାର୍ଟମେଣ୍ଟକୁ କହିଲୁ, କିନ୍ତୁ ଏବେ ମାନେ ଏଇଟା ପାଖାପାଖି ବର୍ଷେ ହେଲାଣି କେହି ଆଉ ସେ କାମ କରୁନାହାନ୍ତି। ଯେଉଁ ଠିକେଦାରକୁ ଦେଇଥିଲେ ସେ କେତେ କ'ଣ ତାର ବିଲ୍ ଫିଲ୍ କରିକି ସେ କାମ ଛାଡ଼ିକି ପଳେଇ ଯାଇଛି। ୟା ପରେ ଆଉ କିଛି କାମ ହେଉନି। ଆମେ ଏଠି ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ରାସ୍ତା ସାରା ଗାତ ହେଇସାରିଲାଣି। ତାପରେ ପରେ ଆମର ଏଠି ଲୋକମାନେ ବାଇକ୍ ଫାଇକ୍ରେ ଯିବା ଆସିବାଟା ବହୁତ କମ୍ ହେଇପାରୁନାହାନ୍ତି। ତାପରେ ଘର ଦ୍ୱାର ମାନେ ପାଖାପାଖି ଆମ ରନ୍ଧା ରୁମ୍ରେ ବି ଡଷ୍ଟ ପୁରା ସବୁ ଡଷ୍ଟ ହେଇଯାଉଛି। ଦେଖନ୍ତୁ କେମିତି କଲେ ଏଇଟା କାମଟା ହେଇଯାନ୍ତା, ଏତିକି ଆମେ ଚାହୁଁଛୁ। ଆଉ ରୋଗ ବହୁତ ରୋଗ ଏଠି ଆମ ପାଖରେ ଅଛି। ଜାମବାହାଲରେ CHC ସେଣ୍ଟର, ସେଠି ଏଇ ଡଷ୍ଟ ନେଇକି ଏତେ ପେସେଣ୍ଟ ଯାଉଛନ୍ତି, ସେ ଡାକ୍ତରକୁ ପଚାରେ ସେ ସବୁ କହିଦେବେ। ଶାସନକୁ ଆମେ କ'ଣ କହିବୁ? ଆମକୁ ଏତିକି ଦରକାର କି ଆମ ରାସ୍ତାଟା ଠିକ୍ ହେଇଯାଉ। ଏବେ ପାଖରେ ଦୁର୍ଗା ପୂଜା ପହଞ୍ଚୁଛି, ଆଉ ଲୋକଙ୍କ ଯାହା ସେଠି ଭିଡ଼ ଭାଡ଼ ବହୁତ ଜୋରରେ ଥାଏ। ପାଖରେ ଆମର ବର୍ଡର ଅଛି, କିନ୍ତୁ କାହାରି ଆଖି ଦୃଷ୍ଟି ପଡ଼ୁନି। এই রাস্তারে কলেক্টর SP ସମସ୍ତେ ଯାଉଛନ୍ତି, କିନ୍ତୁ ଏ ରାସ୍ତାରେ କାହାରି ଆଖି ପଡ଼ୁନି। मोर नाम सुमति साहू। मु सलंगा बाहार बस स्टैंड एरिया पूरा काढ़ा हो जाइए। रोड सबू खाल खबड़ा हो जाइए। लोक मैंने जाना बहुत कष्ट लगुच। चलवा लोक मैंने पड़ जाऊँगी। गाढ़े बाइक सब आसूची, एक्सीडेंट हो जाऊँगी। लोक मानकर गोड़ हाथ भांगी जाऊँगी। प्रतिदिन जड़े ना जड़े पड़ जाऊँगी। छोट गाड़ी पड़ जाऊँगी। गाड़ी राति सारा हजार हजार चलुची गाड़ी। लोक जगह नहीं चलवा को। बर्षारे केते गाढ़ा ही गला। आउ धूली सबू रोषे घर पशि जाऊँगी। दुकान सबू लोक मानक रोगी होउची। नाकरे आखिरे पशिकी समस्त मेडिकल पेशेंट पड़ जाउछंती। सेतिपाई आमे निवेदन करूछंती कि आम सलंगा बाहर रोड की टिके भल कर देबे एवं दुर्गा पूजा पहुंचुची। लोक माने रोगी रे पीड़ित रहउछंती। तांको करि देले टिके आमे भल रहंता। Yeah.